ସାବିତ୍ରୀ ବ୍ରତ କଥା। ଏକ ଦିନକରେ ପାଣ୍ଡୁସୁତ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ବିନୟ ବଚନରେ ପଚାରିଲେ, ହେ ଦେବଦେବ, ମୋ ପ୍ରତି ଅନୁଗ୍ରହ କରି ମୁଁ ଯାହା ପଚାରୁଛି ତାହା କୁହନ୍ତୁ। କେଉଁ ବ୍ରତ କଲେ ନାରୀମାନେ ଭାଗ୍ୟବତୀ ହୋଇ ବିଧବା ନୁହନ୍ତି ଓ ଜନେ ସୁଖୀ ହୁଅନ୍ତି? ଦୟାକରି ଆମ୍ଭ ଆଗରେ ତାହା ପ୍ରକାଶ କରନ୍ତୁ। ଯୁଧିଷ୍ଠିରଙ୍କ ବାକ୍ୟ ଶୁଣି ଶ୍ରୀକୃଷ୍ଣ କହୁଛନ୍ତି, ହେ ରାଜନ୍, ତୁମ୍ଭେ ମୋତେ ଯାହା ପଚାରିଲ ତାହା ମୁଁ ଏବେ କହୁଅଛି ଶୁଣ। ସଧବା ନାରୀମାନଙ୍କର ଗୋଟିଏ ବ୍ରତ ଅଛି, ତାହାର ନାମ ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷରେ ଯେଉଁ ଅମାବାସ୍ୟା ହୁଏ ତାହାକୁ ସାବିତ୍ରୀ ଉଆଁସ କହନ୍ତି ଓ ସେହିଦିନ ସାବିତ୍ରୀ ବ୍ରତ ହୁଏ। ନାରୀମାନେ ସେ ବ୍ରତ କଲେ ପତି, ପୁତ୍ର, ଧନ ଓ ମାନ ଲାଭ କରନ୍ତି, ଅତି ଆନନ୍ଦରେ ଦିନ କାଟନ୍ତି। ଏହା ଶୁଣି ଧର୍ମରାଜ ଯୁଧିଷ୍ଠିର ପଚାରିଲେ, ହେ ଗୋପୀନାଥ, ସେ ବ୍ରତ କେଉଁମାନେ କରି କି ଫଳ ପାଇଛନ୍ତି ଏହା ମୋ ଆଗରେ କୁହନ୍ତୁ। ଏହା ଶୁଣି ଶ୍ରୀକୃଷ୍ଣ ଅତି ମଧୁର ବଚନେ କହୁଛନ୍ତି, ହେ ଧର୍ମସୂତ, ଅଶ୍ୱପତି ନାମରେ ଏକ ରାଜା ଥିଲେ। ସେ ଅବନୀମଣ୍ଡଳେ ବଡ଼ ଦୟାଶୀଳ ଓ ଧର୍ମପରାୟଣ ରାଜା ଥିଲେ। ତାଙ୍କର ପତ୍ନୀ କୌଶଲ୍ୟା ଦେବୀ ମଧ୍ୟ ଅତି ରୂପବତୀ, ସୁଗୁଣ ସମ୍ପନ୍ନା ରାଣୀ ଥିଲେ। କୁବେର ଭଣ୍ଡାର ପରି ତାହାଙ୍କ ଭଣ୍ଡାର ପରିପୂର୍ଣ୍ଣ ଥାଏ। କେବଳ ପୁତ୍ର ନଥିବାରୁ ସେ ରାଜାଙ୍କର ମନ ବିରସ ଥାଏ। ଏହିପରି କେତେଦିନ ଗଲା ଉତ୍ତାରୁ ଏକ ଋଷିବର ସେହି ରାଜାଙ୍କ ନିକଟକୁ ଗମନ କଲେ। ସେ ରାଜା ଋଷିଙ୍କୁ ଦେଖି ସାଷ୍ଟାଙ୍ଗ ଭୂମିଷ୍ଠ ପ୍ରଣିପାତ ହୋଇ ପୁଣି ପାଦଧୌତ କଲେ। ସେ ରାଜାଙ୍କର ଭକ୍ତିଭାବ ଦେଖି ଋଷି ମହାସନ୍ତୁଷ୍ଟ ହେଲେ। ଧ୍ୟାନ ବଳରେ ରାଜାଙ୍କ ମନର ଦୁଃଖ ଜାଣି କହିଲେ, ହେ ରାଜନ୍, ତୁମେ ଏଡ଼େ ବିରସ ବଦନରେ କାହିଁକି ଅଛ? ଏହା ଶୁଣି ରାଜା କହିଲେ, ହେ ମୁନିବର, ଧନ ମାନ ପ୍ରଜା ସୁଖରେ ରହି ମଧ୍ୟ ଏକ ପୁତ୍ର ନଥିବାରୁ ମନରେ ଶାନ୍ତି ନାହିଁ। ଋଷି କହିଲେ, ହେ ରାଜନ୍, ଆମ୍ଭେ ଗୋଟିଏ ମନ୍ତ୍ର କହିବୁ, ସେହି ମନ୍ତ୍ର ଭକ୍ତିରେ ଜପ କର। ତାହା ବଳରେ ଗୋଟିଏ କନ୍ୟା ହେବ। ସେ କନ୍ୟା ଦ୍ୱାରା ତୁମର ତିନିକୂଳ ଉଦ୍ଧାର ହେବ ଓ ମହିତଳରେ ତୁମର ଯଶ ରହିବ। ତୁମେ ଏହି କଥା କର। ମୁନିବର ରାଜାଙ୍କୁ ମନ୍ତ୍ର ଶିଖାଇ ଚାଲିଗଲେ। ସେହିଦିନଠାରୁ ଅଶ୍ୱପତି ରାଜା ନିୟମରେ ମନ୍ତ୍ର ଜପ କରନ୍ତି। କେତେଦିନ ଉତ୍ତାରୁ ସେହି ମନ୍ତ୍ର ଜପ ପ୍ରଭାବରୁ ଏକ ଦୁହିତା ଶୁଭ ଲଗ୍ନରେ ଜନ୍ମ ହେଲା। ସେହି ଦୁହିତା ସାବିତ୍ରୀ ମନ୍ତ୍ର ପ୍ରଭାବରୁ ଜନ୍ମିବାରୁ ସାବିତ୍ରୀ ବୋଲି ନାମ ଦେଲେ। ଚନ୍ଦ୍ରପକ୍ଷରେ ଚନ୍ଦ୍ରବୃଦ୍ଧି ପରି ମାତା ପିତାଙ୍କ ଆଦରରେ ସାବିତ୍ରୀ ବଢ଼ନ୍ତି। ଏହିପରି ବାଲ୍ୟକାଳ ଯାଇ ଯୌବନ ସମୟ ଆସିଲା। ସାବିତ୍ରୀ ସଙ୍ଗେ ପରିଚାରୀ ଧରି ଋଷିଙ୍କ ଆଶ୍ରମକୁ ଯାଆନ୍ତି। ଋଷିମାନଙ୍କର ସେବା କରନ୍ତି। ଋଷିମାନେ ସାବିତ୍ରୀଙ୍କ ସେବା ଦେଖି କଲ୍ୟାଣ କରନ୍ତି। ସାବିତ୍ରୀ ସ୍ୱପ୍ନରେ ହେଲେ ପୁରୁଷଙ୍କ ମୁଖ ଦେଖି ନାହାନ୍ତି। ଦିନକରେ ସଖୀମାନଙ୍କୁ ଧରି ବନବିହାର କରୁଥିଲେ। ଏମନ୍ତ ବେଳେ ଋଷିମାନଙ୍କ ସହିତ ଏକ ସୁନ୍ଦର ପୁରୁଷକୁ ଦେଖିଲେ। ସେ ପୁରୁଷକୁ ଦେଖି ମୋହିତ ହୋଇ ଚକ୍ଷୁ ପିଛାଡ଼ି ପାରିଲେ ନାହିଁ। ସାବିତ୍ରୀ ଋଷିଙ୍କି ପୁଚ୍ଛା କଲେ, ହେ ମୁନିବର, ଏ ଯୁବକ କାହାର ସୁତ ମୋତେ କୁହନ୍ତୁ। ଏହା ଶୁଣି ମୁନି କହିଲେ, ଅବନ୍ତୀ ନଗରରେ ଦ୍ୟୁମ୍ତସେନ ବୋଲି ଏକ ରାଜା ଥିଲେ, ତାହାଙ୍କର ସୁତ। ସ୍ୱକୁଟୁମ୍ବକୁ ଧରି ଏହି ବନରେ ବାସ କରୁଅଛନ୍ତି। ତାହାଙ୍କ ନାମ ସତ୍ୟବାନ ଓ ଦ୍ୱିତୀୟ ନାମ ଚିତ୍ରସେନ। ଏହି ସତ୍ୟବାନ ଦ୍ୟୁମ୍ତସେନଙ୍କର ଏକମାତ୍ର ପୁତ୍ର। ମୁନିମୁଖୁ ଏହା ଶୁଣି ସାବିତ୍ରୀ ମନେ ଭାବିଲେ, ଏହି ସତ୍ୟବାନଙ୍କୁ ମୁଁ ପତି ରୂପେ ପାଇବି। ଏହା ଭାବି ଗୃହକୁ ସମସ୍ତେ ଚଳିଗଲେ। ସାବିତ୍ରୀ ମାତାଙ୍କୁ ସମସ୍ତ ବିଷୟ କହିଲେ। ରାଣୀ ସେହି କଥାଯାକ ରାଜାଙ୍କୁ କହିଲେ। ରାଜା କହିଲେ, ସେ କାହାର ପୁତ୍ର, କିପରି ତାଙ୍କୁ ଦୁହିତା ଦାନ ଦେବା? ଏହିପରି କଥାବାର୍ତ୍ତା ସମୟରେ ନାରଦ ମହାମୁନି ପ୍ରବେଶ କଲେ। ରାଜା ନାରଦ ମହାମୁନିଙ୍କୁ ଦେଖି ଯଥା ମାନ୍ୟରେ ପାଦଧୌତ କରି ଦିବ୍ୟ ଆସନରେ ବସାଇଲେ। ଏମନ୍ତ ସମୟରେ ସେହି ସ୍ଥାନରେ ଦୁହିତା ସାବିତ୍ରୀ ଯାଇ ପ୍ରବେଶ ହେଲେ। ନାରଦ ପଚାରିଲେ, ହେ ରାଜନ୍, ଏ କାହାର କୁମାରୀ? ରାଜା କହିଲେ, ହେ ମୁନିବର, ବହୁ ତପେ ଏ କୁମାରୀକୁ ପାଇଅଛି। ଏ ମୋର ଅନୂଢା କନ୍ୟା। ବନସ୍ତରେ ଏ କାହାକୁ ବରିଅଛି ବୋଲି କହୁଛି। ନୃପତିଙ୍କ ବାକ୍ୟେ ନାରଦ ସାବିତ୍ରୀଙ୍କୁ ପଚାରିଲେ, ଗୋ ସାବିତ୍ରୀ, ତୁ କାହାକୁ ବରିଅଛୁ, ଆମ୍ଭ ଆଗରେ କହ। ଏହା ଶୁଣି ସାବିତ୍ରୀ କହିଲେ, ଅବନ୍ତୀ ନଗରର ଏକ ରାଜା ଥିଲେ।
ତାହାଙ୍କ ନାମ ଦ୍ୟୁମ୍ତସେନ। ତାହାଙ୍କର ପୁତ୍ର ସତ୍ୟବାନ ବା ଚିତ୍ରସେନ। ତାହାଙ୍କ ରୂପଗୁଣ ଦେଖି ମୋହର ଶ୍ରଦ୍ଧା ବଳିଛି। ଏହା ଶୁଣି ନାରଦ କହିଲେ, ହେ ଅଶ୍ୱପତି, ଦ୍ୟୁମ୍ତସେନ ଚକ୍ଷୁହୀନ ହେବାରୁ ଶତ୍ରୁମାନେ ରାଜ୍ୟରୁ କାଢ଼ିଦେଲେ। ତଦୁତ୍ତରୁ ସେହି ରାଜା ସକୁଟୁମ୍ବରେ ଅରଣ୍ୟରେ ବାସ କରୁଅଛନ୍ତି। ସେହି ରାଜା ସକଳ ଗୁଣରେ ଗୁଣୀ ଅଟନ୍ତି। ମାତ୍ର ଆମ୍ଭେ ବୋଲୁଅଛୁ ଏ ବିବାହ ଅନୁଚିତ। ସେହି ସତ୍ୟବାନର 1 ବର୍ଷ ମାତ୍ର ଆୟୁଷ ଅଛି। ସେଥିଯୋଗୁଁ ଆମ୍ଭେ ନାସ୍ତି କରୁଛୁ। ତେଣୁକରି ଅନ୍ୟ ସ୍ଥାନେ ବିବାହ ଦେବା ଉଚିତ। ଏହା ଶୁଣି ସାବିତ୍ରୀ କହିଲେ, ହେ ପିତା, ମୁଁ ତାଙ୍କ ଛଡ଼ା ଅନ୍ୟ ପୁରୁଷ ବରିଲେ ମୁଁ ଅସତୀ ଦୋଚାରୁଣୀ ହେବି। ଅତଏବ ମୋ ଭାଗ୍ୟରେ ଯାହା ଅଛି ତାହା ଫଳିବ। ସତ୍ୟବାନ ବିନା ଅନ୍ୟ ପୁରୁଷକୁ ବରିବି ନାହିଁ। ସତ୍ୟବାନକୁ ମୋତେ ପ୍ରଦାନ କରନ୍ତୁ। ସାବିତ୍ରୀଙ୍କ ଠାରୁ ନାରଦ ଏପରି ବଚନ ଶୁଣି ମହାସନ୍ତୋଷରେ କହିଲେ, ସାବିତ୍ରୀ, ଧନ୍ୟ ତୋ ସତୀପଣ। ତୋର ମନୋବାଞ୍ଛା ସିଦ୍ଧି ହେଉ। ତୁ ନିଶ୍ଚୟ ଭାଗ୍ୟବତୀ ହେବୁ। ଏହା କହି ମୁନିବର ନିଜ ସ୍ଥାନକୁ ଚାଲିଗଲେ। ତହୁଁ ଅଶ୍ୱପତି ବିବାହର ଉତ୍ସବ ମଣ୍ଡାଇବାକୁ ଆଦେଶ ଦେଲେ। ଶୁଭଲଗ୍ନ ଦେଖି ସତ୍ୟବାନଙ୍କୁ କନ୍ୟା ପ୍ରଦାନ କଲେ। ସତ୍ୟବାନ ସାବିତ୍ରୀଙ୍କି ଘେନି ପିତୃ ସମୀପକୁ ଚାଲିଗଲେ। ସତ୍ୟବାନ ପିତାମାତାଙ୍କୁ ନମସ୍କାର କଲେ। ସାବିତ୍ରୀ ଶାଶୁ ଶ୍ୱଶୁରଙ୍କୁ ନମସ୍କାର କଲେ। ରାଜା ଓ ରାଣୀ ପୁତ୍ରବଧୂକୁ ଆଶୀର୍ବାଦ କଲେ। ସାବିତ୍ରୀ ନିତ୍ୟ ଶାଶୁ ଶ୍ୱଶୁରଙ୍କୁ ଯଥାଭକ୍ତିରେ ସେବା କରୁଥାନ୍ତି। ଦେବତା ବ୍ରାହ୍ମଣମାନଙ୍କୁ ଭକ୍ତି ଭାବନାରେ ପୂଜା କରୁଥାନ୍ତି। ଏହିପରି କେତେ ଦିନ ଗଲା। ନାରଦଙ୍କ କଥା ସାବିତ୍ରୀ ଦେବୀ ସର୍ବଦା ମନରେ ଭାବନା କରୁଥାନ୍ତି। ରାଜାରାଣୀ କିମ୍ବା ସତ୍ୟବାନ କେହି ଜାଣନ୍ତି ନାହିଁ। ସାବିତ୍ରୀଙ୍କ ସ୍ୱଭାବ ଦେଖି ଶାଶୁ ଶ୍ୱଶୁର ଅତି ଆନନ୍ଦ ଲଭୁଥାନ୍ତି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନରେ ସତ୍ୟବାନଙ୍କ ଆୟୁ ଶେଷ ହେବ। ଏକଥା ସାବିତ୍ରୀ ହେତୁ ରଖିଥାନ୍ତି। କ୍ରମେ ସତ୍ୟବାନଙ୍କ ଆୟୁ ଶେଷ ନିକଟ ହେଲା। ରାତ୍ରି ପାହିଲେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ହେବ। ଏକଥା ସାବିତ୍ରୀ ଜାଣି ତ୍ରିରାତ୍ର ବ୍ରତ ଆରମ୍ଭ କରି ଲକ୍ଷ୍ମୀନାରାୟଣଙ୍କୁ ପୂଜା ସ୍ତୋତ୍ରମାନ ପାଠ କଲେ। ଆମ୍ବ, କଦଳୀ, ନଡ଼ିଆ, ତାଳ, ଖଜୁରୀ କୋଳି ନାନା ଦ୍ରବ୍ୟମାନ ପୂଜା କଲେ। ବ୍ରାହ୍ମଣ ଭୋଜନ କରାଇଲେ। ସାବିତ୍ରୀ ଶାଶୁ ଶ୍ୱଶୁର ଗିରସ୍ତଙ୍କୁ ଡାକି ଭୋଜନ ସାମଗ୍ରୀ ବାଢ଼ିଲେ। ଭୋଜନାନ୍ତେ ଶାଶୁ ଶ୍ୱଶୁର କହିଲେ, ବଧୂମାତା, ତୁମେ ବର୍ତ୍ତମାନ ଭୁଞ୍ଜି ବସ। ସାବିତ୍ରୀ କହିଲେ, ମୁଁ ବ୍ରତ ପାଳିଛି। ଆଜ ଦିନ ଶେଷରେ ଭୁଞ୍ଜିବି। ଏପରି କହି ତାଙ୍କୁ ପ୍ରବୋଧ ଦେଲେ। କ୍ରମେ କ୍ରମେ 3 ପ୍ରହର ବେଳ ହେଲା। ସତ୍ୟବାନ କହିଲେ, ପିତା, କାଠ, ଫଳ, ଫୁଲ ନାହିଁ। ମୁଁ ଯାଉଛି, ବନରୁ ଖୋଜି କରି ଆଣିବି। ଏପରି ମାତା ପିତାଙ୍କୁ ସତ୍ୟବାନ କହିବାରୁ ସାବିତ୍ରୀ ବିଚାର କଲେ, ମରଣ ସ୍ଥାନକୁ ବିଧାତା ପଥ କଢ଼ାଉଛି। ଏହି ସମୟରେ ସାବିତ୍ରୀ ଶାଶୁ ଶ୍ୱଶୁରଙ୍କୁ ନମସ୍କାର କରି କହିଲେ, ମୁଁ ମଧ୍ୟ ସ୍ୱାମୀଙ୍କ ସଙ୍ଗେ ବନକୁ ଯିବି। ବନରୁ ଆସିଲେ ଭୁଞ୍ଜିବି। ମୋତେ ମନା କରନ୍ତୁ ନାହିଁ। ସାବିତ୍ରୀଙ୍କ ଏପରି ଦୃଢ଼ ବଚନ ଶୁଣି ରାଜାରାଣୀ ସତ୍ୟବାନଙ୍କୁ ଡାକି କହିଲେ, ଆରେ ବାବୁ, ବଧୂ ତୋ ସାଙ୍ଗରେ ଯାଉଛି। ସାବଧାନରେ ଯିବୁ। ଅନ୍ଧାର ହେବା ପୂର୍ବରୁ ବାହାରି ଆସିବୁ। ସତ୍ୟବାନ ପିତାମାତାଙ୍କ ଠାରୁ ଏପରି ଶୁଣି ସାବିତ୍ରୀଙ୍କ ସହିତ ବନକୁ ଗଲେ। ବନରୁ ନାନା ଜାତି ଫଳମୂଳ ଖୋଜି ସାବିତ୍ରୀଙ୍କ ନିକଟରେ ଦେଇ କହିଲେ, ପ୍ରିୟେ, ଏଠାରେ ବସ, ମୁଁ କାଠ ହାଣିବି। ଏହା କହି ସତ୍ୟବାନ ବୃକ୍ଷ ନିକଟକୁ ଗଲେ। ତାଙ୍କୁ ସେହି ସ୍ଥାନ ଅନ୍ଧକାର ଦିଶିଲା। ସେହି ସ୍ଥାନରେ ବସିପଡ଼ି କହିଲେ, ମୋର ମୁଣ୍ଡ କାହିଁକି ବ୍ୟଥା କରୁଛି? ମୋତେ ଅନ୍ଧାର ଦିଶୁଛି। ମୋର ପ୍ରାଣ ବାହାରିଗଲା ପରି ଲାଗୁଛି। ଉଠିବାକୁ ଶକ୍ତି ହେଉନାହିଁ। ମୋତେ ବଡ଼ କଷ୍ଟ ହେଉଛି। ଏହା ଶୁଣି ସାବିତ୍ରୀ ବିଚାର କଲେ, ମରଣ ନିକଟ ହେଲା। ଏହା ଭାବି କହିଲେ, ଏହି କାନି ପଣନ୍ତ ବିଛାଇ ଦେଉଛି, ଏଥିରେ ଆପଣ ଶୟନ କରନ୍ତୁ। ଏହି କ୍ଷଣି ଦେହ ସୁସ୍ଥ ହେବ। ସତ୍ୟବାନ ସାବିତ୍ରୀଙ୍କ ଜାନୁରେ ମୁଣ୍ଡ ଦେଇ ସେହି କାନି ପଣନ୍ତରେ ଶୋଇଲେ। ସନ୍ଧ୍ୟା ପ୍ରବେଶ ହେଲା। ହେ କାନ୍ତ, ସନ୍ଧ୍ୟା ହେଲାଣି, ଉଠନ୍ତୁ। ସାବିତ୍ରୀ ଉଠାଇଲେ। ସତ୍ୟବାନ ଉଠିଲେ ନାହିଁ। ତହୁଁ ସାବିତ୍ରୀ ଆଉ ସ୍ଥିର ରହି ନ ପାରି ଉଚ୍ଚ ସ୍ୱରରେ ରୋଦନ କରିବାକୁ ଲାଗିଲେ। ଏପରି ସମୟରେ ଯମଦୂତମାନେ ପ୍ରବେଶ କଲେ। ପତିବ୍ରତା ସତୀ ଶିରୋମଣି ସାବିତ୍ରୀଙ୍କ ତେଜରେ ଯମଦୂତମାନେ କେହି ପଶିପାରିଲେ ନାହିଁ। ଫେରିଯାଇ ଯମଙ୍କୁ କହିଲେ, ହେ ଜନ୍ତୁରାଜ, ସତ୍ୟବାନଙ୍କ ମୃତ୍ୟୁ ହେବାରୁ ଆଣିବାକୁ ଗଲୁ।
ମାତ୍ର ସତ୍ୟବାନଙ୍କ ପତ୍ନୀ ସାବିତ୍ରୀଙ୍କୁ ଦେଖି ତାଙ୍କ ପାଖରେ ପଶିପାରିଲୁ ନାହିଁ, ଫେରି ଆସିଲୁ। ଦୂତମାନଙ୍କଠାରୁ ଏପରି ଶୁଣି ଜନ୍ତୁରାଜ ନିଜେ ସାବିତ୍ରୀଙ୍କ ନିକଟକୁ ଗମନ କଲେ। ସାବିତ୍ରୀ ଜାନୁ ଉପରେ କାନ୍ତକୁ ଧରି ଅତି ଆତୁରରେ ରୋଦନ କରୁଛନ୍ତି। ସାବିତ୍ରୀଙ୍କ ବିକଳ ଦେଖି ଜନ୍ତୁରାଜ କହିଲେ, ହେ ମାତା, କାହିଁକି ରୋଦନ କରୁଛ? ରୋଦନ କର ନାହିଁ। ଜନ୍ମ ହେଲେ ମରଣ ଘଟେ। ଯେ ଯେତିକି ଦିନକୁ ଆସିଥାଏ ସେ ସେତିକି ଦିନ ପୂର୍ଣ୍ଣ ହେଲେ ଚାଲିଯାଏ। ଏତିକି କାହିଁକି ରୋଦନ କରୁଛ? ଆଉ କାନ୍ଦ ନାହିଁ। ଯମରାଜଙ୍କ ଏପରି ବଚନ ଶୁଣି ସାବିତ୍ରୀ ପଚାରୁଛନ୍ତି, ତୁମେ କିଏ? ସେ କେଉଁଠାରୁ ଆସିଲ ତାହା ଆପଣ କୁହନ୍ତୁ, ମୋର ସନ୍ଦେହ ଫିଟିବ। ଯମ ସାବିତ୍ରୀଙ୍କ ବଚନ ଶୁଣି କହୁଛନ୍ତି, ମୁଁ ଜନ୍ତୁପତି ଯମରାଜ ସତ୍ୟବାନଙ୍କୁ ନେବା ପାଇଁ ଆସିଅଛି। ଯମରାଜଙ୍କ ଠାରୁ ଏହା ଶୁଣି ସାବିତ୍ରୀ ସତ୍ୟବାନଙ୍କୁ ଛାଡ଼ିଦେଇ ଉଭା ହେଲେ। ସତ୍ୟବାନଙ୍କ ଦେହର ଜୀବନକୁ ଯମରାଜ ବାନ୍ଧି ନେଇ ବାହାରିଲେ। ସାବିତ୍ରୀ ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ। ଜନ୍ତୁରାଜ ଲେଉଟି ଚାହିଁ ସାବିତ୍ରୀଙ୍କୁ ପଛରେ ଦେଖି କହିଲେ, ହେ ରାଜଜେମା, ତୁ କାହିଁକି କାନ୍ଦି କାନ୍ଦି ଆସୁଛୁ? ତୁ ଘରକୁ ବାହାରି ଯା। ଏହା ଶୁଣି ସାବିତ୍ରୀ କହିଲେ, ହେ ଜନ୍ତୁରାଜ, ମୋର ସ୍ୱାମୀ ଯଦି ତୁମ୍ଭ ଭୁବନକୁ ଯାଉଛନ୍ତି, ମୁଁ ମଧ୍ୟ ତୁମ୍ଭ ଭୁବନକୁ ଯିବି। ବୃଥା ସଂସାରରେ କିଛି କାର୍ଯ୍ୟ ନାହିଁ। ଚାଲ ତୁମ୍ଭ ଭୁବନକୁ ଯିବା। ତୁମ ପରି ସତ୍ସଙ୍ଗ ମୋତେ ମିଳିବ ନାହିଁ। ତୁମେ ଅନୁଗ୍ରହ କରି ମୋତେ ତୁମ୍ଭ ସଙ୍ଗରେ ନିଅ। ମୋ ପ୍ରତି ବିରାଗ ହୁଅ ନାହିଁ। ଏପରି ସାବିତ୍ରୀଙ୍କ ବିନୟ ବଚନ ଶୁଣି ଯମରାଜ ହର୍ଷଚିତ୍ତରେ କହିଲେ, ହେ ପତିବ୍ରତା ଶିରୋମଣି, ମୁଁ ତୁମ୍ଭ ପ୍ରତି ଅତ୍ୟନ୍ତ ସନ୍ତୁଷ୍ଟ। ତୁମେ ସତ୍ୟବାନର ପ୍ରାଣ ଛଡ଼ା ଯାହା ମାଗିବ ତାହା ଦେବି। ଏପରି ବଚନ ଶୁଣି ସାବିତ୍ରୀ କହିଲେ, ମୋ ଶ୍ୱଶୁର ଅନ୍ଧ ଓ ରାଜ୍ୟହୀନ, ତାଙ୍କୁ ଚକ୍ଷୁ ଓ ରାଜ୍ୟ ପ୍ରଦାନ କରନ୍ତୁ। ଏହା ଶୁଣି ଯମରାଜା ତଥାସ୍ତୁ କହି ଚାଲିଗଲେ। ସାବିତ୍ରୀ ତାଙ୍କ ପଛରେ ଗୋଡ଼ାଇ ଅଛନ୍ତି। ଯମ ଫେରି ଚାହିଁ କହିଲେ, ତୁମେ ଗୃହକୁ ଫେରିଯାଅ। ଏହା ଶୁଣି ସାବିତ୍ରୀ କହିଲେ, ତୁମେ ନାରାୟଣ ଅଂଶ, ତୁମ୍ଭଙ୍କୁ ସେବା କରିବି, ମୋତେ ସାଙ୍ଗରେ ନିଅନ୍ତୁ। ଏହା ଶୁଣି ଜନ୍ତୁପତି କହିଲେ, ହେ ସୁତା, ଆଉ କି ବର ମାଗୁଛ ମାଗ। ଏହା ଶୁଣି ସାବିତ୍ରୀ କହିଲେ, ମୋର ପିତାଙ୍କର ପୁତ୍ର ନାହିଁ, ପୁତ୍ର ଦାନ କର। ଜନ୍ତୁରାଜ ତଥାସ୍ତୁ କହି ଚାଲିଗଲେ। ସାବିତ୍ରୀ ତଥାପି ପଛରେ ଚାଲିଲେ। ଏହା ଦେଖି ଜନ୍ତୁରାଜା କହିଲେ, ହେ କନ୍ୟା, ସତ୍ୟବାନର ପ୍ରାଣ ଛଡ଼ା ଅନ୍ୟ ଏକ ବର ମାଗ। ସାବିତ୍ରୀ କହିଲେ, ସତ୍ୟବାନଙ୍କ ପରି ମୋର ଶତପୁତ୍ର ହେଉ, ମୋତେ ଏହି ଆଜ୍ଞା କର। ଯମରାଜ ସାବିତ୍ରୀଙ୍କ ଭକ୍ତିଭାବ ଦେଖି ଭୋଳ ମନରେ ତଥାସ୍ତୁ କହି ସାବିତ୍ରୀଙ୍କୁ ଫେରିଯିବାକୁ କହିଲେ। ତହୁଁ ସାବିତ୍ରୀ କହିଲେ, ହେ ଦେବ, ମହତଙ୍କ କଥା ତ ଆଉ ଆନ ନୁହଁ। ଆପଣ ଯେଉଁ ବର ଦେଲେ ତାହା କିପରି ଫଳିବ? ସତ୍ୟବାନଙ୍କୁ ତୁମେ ଘେନି ଯାଉଅଛ, ମୋର ଶତପୁତ୍ର କିପରି ହେବ? ଏହା ଶୁଣି ଜନ୍ତୁପତି ସ୍ଥିର ହୋଇଗଲେ ଓ ପରେ କହିଲେ, ହେ ସାବିତ୍ରୀ, ଧନ୍ୟ ଧନ୍ୟ ତୁମର ସତୀତ୍ୱ। ତୁମେ ତିନି କୂଳ ଉଦ୍ଧାର କଲ, ମୋତେ ମଧ୍ୟ ବିନୟ ଗୁଣରେ ପରାଜିତ କଲ। ଏକଥା ତୋହର ବିଖ୍ୟାତ ହେବ। ଯୁଗ ଯୁଗାନ୍ତରେ ତୋର ନାମ ବିଖ୍ୟାତ ହେବ। ଜ୍ୟେଷ୍ଠ ମାସ କୃଷ୍ଣ ଅମାବାସ୍ୟା ଦିନ ତୋର ନାମ ସ୍ମରଣ କରି ଯେଉଁ ନାରୀ ସୁଚିତ୍ତ ମନରେ ସାବିତ୍ରୀ ବ୍ରତ କରିବ, ସେ ନାରୀ ଜନ୍ମେ ଜନ୍ମେ ସଧବା ରହିବ ଓ ପତିପରାୟଣା ହୋଇ ପୁତ୍ରବତୀ ଧନବତୀ ହେବ ଓ ଅନ୍ତିମ କାଳେ ବୈକୁଣ୍ଠ ପ୍ରାପ୍ତ ହେବ। ଏହା କହି ଯମ ସତ୍ୟବାନଙ୍କୁ ଛାଡ଼ିଦେଲେ। ସତ୍ୟବାନଙ୍କ ପ୍ରାଣ ଧରି ଯେଉଁ ସ୍ଥାନରେ ସତ୍ୟବାନ ପଡ଼ିଅଛନ୍ତି ସେହି ସ୍ଥାନରେ ପ୍ରବେଶ ହେଲେ। ସାବିତ୍ରୀଙ୍କ ହସ୍ତରୁ ଜୀବ ଯାଇ ସତ୍ୟବାନଙ୍କ ପିଣ୍ଡରେ ପ୍ରବେଶ ହେଲା। ସତ୍ୟବାନ ନିଦ୍ରାସ୍ଥିତ ପରି ଉଠି କହିଲେ, ଆଗୋ ପ୍ରିୟେ, କେତେ ରାତ୍ର ହୋଇଗଲା, ମୋତେ ଉଠାଇଲ ନାହିଁ? ପିତାମାତା ବଡ଼ ଦୁଃଖରେ ଥିବେ। ଏହା ଶୁଣି ସାବିତ୍ରୀ କହିଲେ, ନିଦ୍ରିତ ଲୋକଙ୍କର ନିଦ୍ରା ଭଙ୍ଗନ୍ତି ନାହିଁ। ଆଜ ରାତ୍ରରେ ଏହି ବୃକ୍ଷ ମୂଳରେ ରହିବା, ସକାଳ ହେଲେ ଗୃହକୁ ଯିବା। ସତ୍ୟବାନ ସାବିତ୍ରୀଙ୍କ ଠାରୁ ଏପରି ବଚନ ଶୁଣି ରାତ୍ରକ ସେଠାରେ ରହିଗଲେ। ସତ୍ୟବାନ କହୁଛନ୍ତି, ଆଗୋ ପ୍ରିୟେ, ଆଜ ରାତ୍ରରେ ମୁଁ ଗୋଟାଏ ସ୍ୱପ୍ନ ଦେଖିଲି। ଯମରାଜ ଆସି ମୋତେ ବାନ୍ଧି ନେଇ ଯାଉଥିଲେ, ତୁମେ ତାଙ୍କ ପଛରେ ଗୋଡ଼ାଉଥିଲ। ବହୁତ ବିନୟରେ ତୁମେ ମୋର ଜୀବନ ଆଣିଲ। ସାବିତ୍ରୀ କହିଲେ, ନିଶ୍ଚୟ ହେଇଥିବ। ଏଣେ ସତ୍ୟବାନଙ୍କ ପିତାମାତା ଅତି ବ୍ୟାକୁଳ ହୋଇ ଏତେ ରାତ୍ର ହେଲା ସତ୍ୟବାନ କାହିଁକି ଆସିଲା ନାହିଁ, ସଙ୍ଗରେ ବୋହୂକୁ ନେଇଛି, ବନସ୍ତରେ କି ବିପତ୍ତି ପଡ଼ିଲା,
ମୋର ଚକ୍ଷୁକୁ ତ ଦିଶୁନାହିଁ, ମୁଁ କେଉଁଆଡ଼େ ଯିବି ଏହା ଭାବି ଶୋକ କରନ୍ତି। ନିକଟରେ ଋଷିମାନେ କହିଲେ, ହେ ରାଜା, କାହିଁକି ଶୋକ କରୁଛ? ତୁମ୍ଭର ସକଳ ମଙ୍ଗଳ ହେବ। ଆମ୍ଭଙ୍କୁ ସେହିପରି ଦୃଶ୍ୟ ହେଉଛି। ଋଷିମାନଙ୍କର ଏପରି ବଚନ ଶୁଣି ସେମାନେ ସ୍ଥିର ହେଲେ। ପରଦିନ ସତ୍ୟବାନ ସାବିତ୍ରୀ ଗୃହକୁ ଅଇଲେ। ମୁନିମାନେ ପିତାମାତା ଦେଖି ଆନନ୍ଦରେ ପଚାରିଲେ, କାଲି ରାତ୍ର କେଉଁଠାରେ ଥିଲ? ତହୁଁ ସାବିତ୍ରୀ ଦେବୀ ସକଳ କଥା କହିଲେ। ସାଧୁମାନେ ଏପରି ଶୁଣି କହିଲେ, ଧନ୍ୟ ଧନ୍ୟ ରାଜଜେମା, ତୋର ପିତାମାତା ଧନ୍ୟ। ମୃତ ପତି ଜିଆଇଲ, ଅପୁତ୍ରିକ ପିତାର କୁଳ ରକ୍ଷା କଲ, ଶ୍ୱଶୁରକୁ ରାଜ୍ୟ ଓ ଚକ୍ଷୁଦାନ ଦେଲ। ଯେଉଁମାନେ ଶୁଦ୍ଧ ମନରେ ଏହି ବ୍ରତ କରିବେ ତାହାଙ୍କର ସମସ୍ତ ମଙ୍ଗଳ ହେବ। ଏପରି କେତେଦିନ ଗଲା ଉତ୍ତାରୁ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ପ୍ରବେଶ ହେଲା। ସାବିତ୍ରୀ ଲକ୍ଷ୍ମୀନାରାୟଣ ବ୍ରତ କଲେ। ପ୍ରାତକାଳୁ ଉଠି ସ୍ନାନ କଲେ, ପାଟପତନି ପିନ୍ଧିଲେ, ଘର ଲିପାପୋଛା କଲେ, ମୁଗ ବତୁରାଇଲେ, ତାଳ, ନଡ଼ିଆ, ଖଜୁରୀ କୋଳି, ପଣସ, ଆମ୍ବ, ଆଖୁ, କଦଳୀ, ଅଳିତାପତ୍ର, କଳାମାଳି, ନୂଆ ଲୁଗା ସର୍ବ ଆୟୋଜନ କଲେ। ଲକ୍ଷ୍ମୀ ନାରାୟଣ ସ୍ଥାପିଲେ। ଘୃତ ଦୀପ ଜାଳି ନିଶଙ୍କୁଡ଼ି ଦ୍ରବ୍ୟମାନ ବାଡ଼ିଲେ। ଲକ୍ଷ୍ମୀ ନାରାୟଣଙ୍କୁ ସ୍ମରଣ କରି ନୈବେଦ୍ୟ କଲେ। ପୂଜା ଶେଷରେ ପ୍ରସାଦ ବାଣ୍ଟିଲେ। ଶାଶୁ ଶ୍ୱଶୁର ଗିରସ୍ତଙ୍କୁ ଓଳଗିଲେ, ପ୍ରସାଦ ଖାଇଲେ। ସେହିଦିନଠାରୁ ସାବିତ୍ରୀ ବ୍ରତ ବିଖ୍ୟାତ ହେଲା। ସାମ୍ରାଜ୍ୟ ପାଇ ସମସ୍ତେ ସୁଖରେ ରହିଲେ। ସାବିତ୍ରୀଙ୍କ ପତି ସତ୍ୟବାନ ରାଜା ହେଲେ। ସାବିତ୍ରୀଙ୍କ ଶତକୁମାର ହେଲା। ଅତି ସୁଖେ ରାଜତ୍ୱ କରି ଅନ୍ତେ ସ୍ୱର୍ଗପୁର ଗଲେ। ଯେଉଁ ସ୍ତ୍ରୀମାନେ ଶୁଦ୍ଧ ମତିରେ ସାବିତ୍ରୀ ବ୍ରତ କରନ୍ତି ସେମାନେ ଏପରି ଫଳ ଲାଭ କରନ୍ତି। ଏହି ସାବିତ୍ରୀ ବ୍ରତ କଥା ଚିତ୍ତ ଦେଇ ଯେଉଁ ନାରୀ ଶୁଣଇ ତାର ସର୍ବଶୁଭ ହୋଇ ମନୋବାଞ୍ଛା ପୂର୍ଣ୍ଣ ହୁଏ। ଯୁଧିଷ୍ଠିର ଦ୍ରୌପଦୀଙ୍କୁ ଶ୍ରୀକୃଷ୍ଣ ସାବିତ୍ରୀ ବ୍ରତ କହିବାରୁ ଧର୍ମସୂତ ଯୁଧିଷ୍ଠିର ଅତ୍ୟନ୍ତ ଆନନ୍ଦ ହୋଇ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କଲେ। ଏହି ସାବିତ୍ରୀ ବ୍ରତ ସ୍ତ୍ରୀମାନଙ୍କର ଏକାନ୍ତ କର୍ତ୍ତବ୍ୟ। ଇତି ଶ୍ରୀ ସାବିତ୍ରୀ ବ୍ରତ କଥା ସମ୍ପୂର୍ଣ୍ଣ।